ଜୟଗୁରୁ ଆପଣମାନଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ପ୍ରୟାସକୁ ସ୍ୱାଗତ ଓ ଅଭିନନ୍ଦନ। ଆଶା କରେ ଆପଣ ପରମ ପିତାଙ୍କ ଦୟାରୁ ସପରିବାର ଭଲରେ ଥିବେ ଓ ଖୁସିରେ ଥିବେ। ଆଜି ଆମେ ସେହି ପରମ ପ୍ରେମମୟ ପରମ ଦୟାଲ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁରଙ୍କର ଏହି ଦିବ୍ୟ ଲୀଳା ଏବଂ ଓଡ଼ିଶାକୁ ଆଗମନର ଏବଂ ଓଡ଼ିଶା ଆଗମନର ଯେଉଁ କାହାଣୀ ଅଛି ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ସମ୍ପର୍କ, ସେହି ପରିପ୍ରେକ୍ଷୀରେ ଆଜି ଆମ ଏକ ଆଲୋକ୍ୟ ରଖୁଛୁ ଶ୍ରୀ ଶ୍ରୀ ଠାକୁର ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମାମୁଁ ତତ୍କାଳୀନ ଖ୍ୟାତନାମା ବାରିଷ୍ଟର ଜେ.ଏନ୍. ଦତ୍ତ ଶ୍ରୀ ଶ୍ରୀ ଠାକୁରଙ୍କର ଆଶ୍ରିତ ହୋଇଛନ୍ତି ଶୁଣି ନେତାଜୀଙ୍କ ପିତୃଦେବ ଜାନକୀନାଥ ବୋଷ ଓ ମାତୃଦେବୀ ପ୍ରଭାବତୀ ଦେବୀ ଠାକୁରଙ୍କ ଦୀକ୍ଷିତ ହୁଅନ୍ତି ଏବଂ ଠାକୁରଙ୍କ ଏକନିଷ୍ଠ ଭକ୍ତ ଥିଲେ। ହିମାୟତପୁର ଆଶ୍ରମ ନିର୍ମାଣରେ ତାଙ୍କର ଆର୍ଥିକ ଅବଦାନ ଏବଂ ସ୍ୱହସ୍ତ ଶ୍ରମଦାନ ସତ୍ସଙ୍ଗର ଇତିହାସରେ ସାକ୍ଷ୍ୟ ହୋଇ ରହିଛି। ଶ୍ରୀକ୍ଷେତ୍ର ପୁରୀର ଆର୍ମଷ୍ଟ୍ର ରୋଡ଼ରେ ନେତାଜୀଙ୍କର ପିତୃବ୍ୟ ହରନାଥ ବୋଷଙ୍କର ସ୍ମୃତି ରକ୍ଷାର୍ଥେ ଜାନକୀନାଥ ବୋଷ ହରନାଥ ଲଜ୍ ନାମରେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଅଙ୍ଗନକୁ ପୁରୁଷୋତ୍ତମଙ୍କୁ ପଦାର୍ପଣ କରି ଧନ୍ୟ କରିବା ପାଇଁ ପ୍ରାୟ 200 ଜଣ ଭକ୍ତ ସହ ଠାକୁରଙ୍କୁ ପୁରୀକୁ ନେଇଯାଇଥିଲେ ନେତାଜୀଙ୍କ ପିତୃଦେବ। ସେଦିନ ଥିଲା 1922 ସାଲର 31 ଡିସେମ୍ବର। ଭକ୍ତ ପାର୍ଷଦଙ୍କ ସହିତ ପ୍ରାୟ 2 ମାସ ପୁରୀ ସହ ସନ୍ନିହିତ ଅଞ୍ଚଳକୁ କୀର୍ତ୍ତନାଦର ଭକ୍ତି ରସାମୃତ ଧରାଇ ନିମଜ୍ଜିତ କରି ଆଚାର୍ଯ୍ୟ ସତୀଶ ଚନ୍ଦ୍ର ଗୋସ୍ୱାମୀଙ୍କୁ ଓଡ଼ିଶା ପ୍ରଦେଶରେ ପ୍ରଚାର ପାଇଁ ରହିବାକୁ କହି ପାର୍ଷଦ ହିମାୟତପୁର ଫେରିଆସିଥିଲେ ଶ୍ରୀ ଶ୍ରୀ ଠାକୁର। ଏହି ଆଦର୍ଶ ସତ୍ସଙ୍ଗ ପରିବାରର ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମା ବାବାଙ୍କଠାରୁ ଠାକୁରଙ୍କର ଅମୃତ ଜୀବନ କଥା ଶୁଣି ଉଦ୍ବୁଦ୍ଧ ହୋଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ 3 ଥର ଠାକୁର ଦର୍ଶନ ଆସିଛନ୍ତି। ପ୍ରଥମେ ବାର ଆସନ୍ତି ICG ପାସ୍ କରିବା ପରେ ଠାକୁର ସେତେବେଳେ କୋଲକାତାରେ ଥିଲେ। ଏହାପରେ 2 ଥର ହିମାୟତପୁରକୁ ଆସିଥିଲେ ଠାକୁର ଦର୍ଶନ ନିମନ୍ତେ। ନେତାଜୀ ଠାକୁର ଦର୍ଶନ ହିମାୟତପୁର ପାବନା ସତ୍ସଙ୍ଗ ଆଶ୍ରମକୁ ଆସିଲେ ଠାକୁରଙ୍କର ଅନ୍ୟତମ ପାର୍ଷଦ ପୂଜନୀୟ କର୍ମୀବୀର ଶ୍ରୀ ସୁଶୀଲ ଚନ୍ଦ୍ର ବସୁ ତାଙ୍କୁ ଆଶ୍ରମର ବିଭିନ୍ନ ପ୍ରତିଷ୍ଠାନ ଗୁଡ଼ିକ ବୁଲେଇ ଦେଖାନ୍ତି। ଠାକୁରଙ୍କର ମତାଦର୍ଶ ଓ ତାଙ୍କର ପରିକଳ୍ପନା ବିଭିନ୍ନ ବିଷୟ ନେତାଜୀଙ୍କ ପାଖରେ ତୁଳି ଧରନ୍ତି ସୁଶୀଲ ଦା। ଆଶ୍ରମ ବୁଲି ନେତାଜୀ ଭାବିଲେ ଯେ ଠାକୁରଙ୍କର ଅଧିକାଂଶ ପ୍ରଚାରକମାନେ ବିବାହିତ ଏବଂ ସଂସାରୀ। ଠାକୁରଙ୍କୁ ମଥାରେ ନେଇ ସଂସାର ଠିକ୍ ରଖି ମଧ୍ୟ ବିଶ୍ୱ ସଂସାରର ମାଙ୍ଗଳିକ ବ୍ରତ ନିଜକୁ ଉତ୍ସର୍ଗ କରିଛନ୍ତି ଏମାନେ। ଏହାପରେ ଆଶ୍ରମ ବୁଲି ସୁଶୀଲ ଦାଙ୍କୁ ନେତାଜୀ କହୁଛନ୍ତି, ସାଧାରଣତଃ ଆଶ୍ରମ ବୋଲି ଲୋକେ ସନ୍ନ୍ୟାସୀ ବା ଗୃହତ୍ୟାଗୀମାନଙ୍କର ଆଶ୍ରମ ବୁଝନ୍ତି। ଗୃହୀ ହୋଇ ପରିବାର ସହିତ ଆଶ୍ରମ ଜୀବନଯାପନ କରିବାର ଦୃଷ୍ଟାନ୍ତ ଆପଣମାନେ ହିଁ ପ୍ରଥମ ଦେଖାଇଲେ। ପରିବାର ପରିଜନ ଏବଂ ପରିବେଶର ସବୁ ପ୍ରକାର ଦାୟଦାୟିତ୍ୱ ବହନ କରି ଦୈନ୍ୟ ଅଭାବ ଅଭିଯୋଗର ମଧ୍ୟ ଦେଇ ଆପଣମାନେ ଆଗେଇ ଚାଲିଛନ୍ତି। ତେଣୁ ମୋର ମନେ ହୁଏ ଆପଣମାନେ ବେଶ ଦେଶ ଗଠନରେ ଗୋଟିଏ ବଡ଼ ଦାୟିତ୍ୱ ନେଇଛନ୍ତି। ଆପଣମାନେ ଯଦି ଠିକ୍ ଠିକ୍ ଏପରି ଭାବେ ଆଶ୍ରମ ଗଢ଼ି ତୋଳି ପାରନ୍ତି, ତାହେଲେ ଆପଣମାନେ ଦେଶ ପାଖରେ ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିବେ। ଗୃହୀ ହୋଇ ମଧ୍ୟ ଯେ ଆଶ୍ରମ ଜୀବନଯାପନ କରାଯାଏ, ଏକଥା ଲୋକମାନଙ୍କ ପାଖରେ ଆଉ ଅବିଶ୍ୱାସ ବୋଲି ବୋଧ ହେବନି। ଏହାପରେ ନେତାଜୀ ଠାକୁରଙ୍କ ପାଖରେ ଆସି ଭକ୍ତି ଭରେ ପ୍ରଣାମ କରିଲେ। ନେତାଜୀଙ୍କୁ ବସିବା ପାଇଁ ଯେଉଁ ଚେୟାର ଦିଆଯାଇଥିଲା, ସେଠାରେ ସେ ବସିଲେ ନାହିଁ। ମାତୃଭକ୍ତ ନେତାଜୀ କହିଥିଲେ, ଠାକୁର ମୋ ମାଆଙ୍କର ଇଷ୍ଟ, ତାଙ୍କ ସାମ୍ନାରେ ମୁଁ ଚେୟାରରେ ବସିପାରିବି ନାହିଁ କହି ଠାକୁରଙ୍କର ପଦପ୍ରାନ୍ତରେ ବସି ପଡ଼ିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଠାକୁର ସସ୍ନେହ ନେତାଜୀଙ୍କର ମା ବାବା ଏବଂ ପରିବାରର ଅନ୍ୟାନ୍ୟ ସକଳଙ୍କ କୁଶଳ ସମ୍ବାଦ ନେଲେ। ଏହାପରେ ନେତାଜୀ ଠାକୁରଙ୍କୁ କହିଲେ, ଦେଶର ତ ନାନା କାର୍ଯ୍ୟ କରିବାକୁ ଅଛି, ତେଣୁ ଦେଶର ପ୍ରକୃତ ସେବା କରିବାକୁ ହେଲେ କେଉଁଠୁ ଆରମ୍ଭ କରିବାକୁ ହେବ, ଏହି ବିଷୟରେ ଆପଣଙ୍କର ମତ କ'ଣ? ସେ ଠାକୁର ନେତାଜୀଙ୍କ ଆଡ଼କୁ ଗମ୍ଭୀର ସ୍ନେହଳ ଦୃଷ୍ଟିରେ ଅନାଇଲେ। ଭାବବିହ୍ୱଳ କଣ୍ଠରେ କହିଲେ, ମୋର କଥା ହେଉଛି, ଦେଶର କାର୍ଯ୍ୟ କରିବାକୁ ହେଲେ ପ୍ରଥମେ ମଣିଷ ତିଆରିର କର୍ମସୂଚୀ ନେବାକୁ ହେବ।
ଭଲ ମଣିଷ ପାଇବାକୁ ହେଲେ ହିଁ ବିବାହ ସଂସ୍କାରର ଆଶୁ ପ୍ରୟୋଜନ। ଏହାକୁ ଏମିତି ଭାବେ କରିବାକୁ ହେବ ଯାହାଦ୍ୱାରା ସବୁ ବିବାହ ଗୁଡ଼ିକ କମ୍ପ୍ଲିଟେଡ଼ ସୁସଙ୍ଗତ ହୁଏ। ଆଉ ବିବାହ ମାନେ ହିଁ ବିହିତ ସଂଗତି। ବର୍ଣ୍ଣ, ବଂଶ, ଆୟୁ, ସ୍ୱାସ୍ଥ୍ୟ ଇତ୍ୟାଦି ସବୁ ହିସାବ କରି ଦେଖି ଶୁଣି କାର୍ଯ୍ୟ କରିବାକୁ ହେବ। ବିହିତ ବିବାହ ହେଲେ ହିଁ ଭଲ ସନ୍ତାନ ଆଦି ଜନ୍ମିବେ ଏବଂ ସେତେବେଳେ ସେମାନଙ୍କ ଦ୍ୱାରା ହିଁ ଦଶର ସମସ୍ତଙ୍କର ମଙ୍ଗଳ ବ୍ରତର କାର୍ଯ୍ୟ କରାଯିବ। ସେଥିପାଇଁ ମଣିଷ ତିଆରି ବ୍ୟବସ୍ଥା ଆଗେ କରିବା ପ୍ରୟୋଜନ। ଦାସଦା ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଯେତେବେଳେ ମୋତେ କହିଥିଲେ ଯେ ସେ ମଣିଷ ଖୋଜି ପାଉନାହାନ୍ତି ଯାହା ଉପରେ ଭାର ଦେଇ ସେ ଟିକେ ବିଶ୍ରାମ ନେଇପାରନ୍ତି, ତା ଉତ୍ତରରେ ମୁଁ ଏହି କଥା କହିଥିଲି। ଠାକୁରଙ୍କ କଥା ଶୁଣି ନେତାଜୀଙ୍କ ମୁଖ ଗମ୍ଭୀର ଚିନ୍ତାରେ ଛାପ ପଡ଼ିଲା। ତାଙ୍କ ଚିନ୍ତା ଜଗତରେ ନୂତନ ଆଲୋକର ସୃଷ୍ଟି ହେଲା ଯେପରି। ନେତାଜୀ ଠାକୁରଙ୍କୁ କହିଲେ, ବିବେକାନନ୍ଦ ମଧ୍ୟ ମଣିଷ ତିଆରି କଥା କହିଛନ୍ତି ଏବଂ ତା ଯେ ଆଶୁ ପ୍ରୟୋଜନ ତା ଭାବିଛି, କିନ୍ତୁ ତା କରିବାକୁ ହେଲେ ଯେ ବିବାହ ସଂସ୍କାର ପ୍ରୟୋଜନ ତା ଭାବି ଦେଖିନି। ଏବେ ଭାବି ଦେଖୁଛି ଭଲ ସଂସ୍କାର ସମ୍ପନ୍ନ ଶିଶୁ ଯଦି ନ ଜନ୍ମାଇ ଖାଲି ଶିକ୍ଷା ତାର ବିଶେଷ କ'ଣ କରିପାରେ। ବୀଜଠାରୁ ତ ଗଛ ହୁଏ, ବୀଜ ଭଲ ହେଲେ ହିଁ ଗଛ ଭଲ ହୁଏ। ଏହା ଆପଣଙ୍କ କଥା ଶୁଣି ବୁଝିପାରୁଛି, କିନ୍ତୁ ଏହା ଦୀର୍ଘ ସମୟ ସାପେକ୍ଷ। ଠାକୁର ଦୃଢ଼କଣ୍ଠରେ କହିଲେ, ଦୀର୍ଘ ସମୟ ତ ନେବେ ହିଁ। ଆମେମାନେ ତ ଏତେଦିନ ପର୍ଯ୍ୟନ୍ତ ଜାତିର ବା ସମାଜର ସ୍ଥାୟୀ କଲ୍ୟାଣର ପାଇଁ କିଛି କରିନି। ବହୁ ଗଲ୍ଲ ଜମି ଯାଇଛି, ସଫା କରିବା ପାଇଁ ସମୟ ନେବା ନାହିଁ। କୌଣସି ସଂକ୍ଷିପ୍ତ କର୍ମସୂଚୀ ଏ ଜାତିର ସତରେ କଲ୍ୟାଣ ହେବ ବୋଲି ମୋର ମନ ହୁଏ ନାହିଁ। କତ କଥା ମନେ ପଡ଼େ ମଣିଫଲାଲ ଚକ୍ରବର୍ତ୍ତୀଙ୍କର ଏହି କାହାଣୀରୁ ଆଜି ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି। ରହୁଛି, ପୁଣି ଆପଣଙ୍କ ସାଙ୍ଗରେ ଦେଖା ହେବ ଆଉ ଏକ ଅଧ୍ୟାୟରେ। ରହୁଛି, ଜୟ ଗୁରୁ।